କାଳୁ କାଉ ଆମ ଗଛରେ ଆମ୍ବ ଗୁଡ଼ା ସବୁ ପାଚିଗଲାଣି। ଆଉ କିଏ ହେଲେ ନେଇଯାଉଛନ୍ତି। ଚାଲ ଯିବା। ଆମର ଗରିବପଣ ଦୂର କରିବାକୁ ହେଲେ ଯାଇ ଆମ୍ବ ତକ ଆଣି ତାକୁ ହାଟରେ ନେଇ ବିକିବାକୁ ପଡ଼ିବ। ଘରେ ଶୋଇଲେ କ'ଣ ହବ? ଏମିତି କହିବାକୁ ଗଲେ ଆମ ପାଖରେ ବି କିଛି ପଇସା ନାହିଁ କି ଖାଇବାକୁ ବି ନାହିଁ। ଚାଲିଲ, ଚାଲ ଚାଲ। ମୁଁ ଯିବିନି, ତୁ ଟିକେ ଶୁଆଇ ଦଉନୁ ଶାନ୍ତିରେ। ଯିଏ ନଉଛି ନଉ। ହେ, ଏଇଠି କାଳୁ କାଉ ସବୁଦିନ ତ ଶୋଉଛ, ଏମିତି ଆଉ ଅଳସୁଆ ହେଲେ ଚଳିବ କି? ରୁହ, ମୁଁ ତମକୁ ଦଉଛି। ଏମିତି କହି ସୁନ୍ଦରୀ କାଉ ଆଣି କାଳୁ କାଉ ଉପରେ ପାଣି ଢାଳିଦେଲା। ଆଉ କାଳୁ କାଉ ରାଗିକି ଉଠି ବସି। ଏଇଠି ସୁନ୍ଦରୀ, କ'ଣ କଲ ତମେ? ମୋତେ ସମ୍ପୂର୍ଣ୍ଣ ଓଦା କରିଦେଲ। ଏବେ ମୋ ସାଙ୍ଗରେ ଯିବ ନା ମୁଁ ଆଉ ପାଣି ଢାଳିଦେବି? ହଉ ହଉ ଚାଲ। ଏମିତି ଦୁହେଁ କଥା ହେଇ ବାହାରି ପଡ଼ିଲେ ଆମ୍ବ ତୋଟା ଆଡ଼େ। ଦେଖିଲ କେତେ ଆମ୍ବ ପାଚି ଯାଇଛି, ଆଉ କେତେ ଆମ୍ବ ତଳେ ପଡ଼ି ନଷ୍ଟ ହେଇଗଲାଣି। ଗୋଟେ କାମ କରିବା, ତଳେ ଯେଉଁ ଆମ୍ବ ପଡ଼ିଛି ଗୋଟେ ଆମେ ରଖିଦେବା ଖାଇବା ପାଇଁ। ଆଉ ଗଛରୁ ଯେଉଁ ପାଚିଲା ଆମ୍ବ ସବୁତକ ନେଇ ରଖି ହାଟରେ ବିକିଦେବା। କାଳୁ କାଉ ଆଉ ତା ସୁନ୍ଦରୀ ସ୍ତ୍ରୀ ମିଶି ଆମ୍ବ ଗୋଟେଇବାକୁ ଲାଗିଲେ। ପଡ଼ିଥିବା ସବୁ ଆମ୍ବ ଭିତରେ ଗୋଟେ ଆମ୍ବ ଥିଲା ନିଆରା ଆମ୍ବ। ଆରେ, ଏ ଆମ୍ବଟା କ'ଣ ଅଲଗା ପ୍ରକାର ଦେଖାଯାଉଛି, ପୁଣି ଚିକି ଚିକି କରୁଛି। କ'ଣ ଏ ଆମ୍ବଟା? ଦେଖିବା। ହେଇଟି ସୁନ୍ଦରୀ, ଆସିଲ ଦେଖିବ ଏ ଆମ୍ବଟିକୁ। ଆମ୍ବଟା କ'ଣ ଚିକି ଚିକି କରୁଛି। ଏଠି କାଳୁ କାଉ, ତମର ବୋଧେ ନିଦ ଭାଙ୍ଗିନି ନା କ'ଣ? ତମେ ଆହୁରି ନିଦରେ ଅଛ? ଏଠି ସୁନ୍ଦରୀ, ଆସିକି ଆଗ ଦେଖ ତ। ହଉ ହଉ, ଯାଉଛି। ଏମିତି କହି ସୁନ୍ଦରୀ କାଉ ସେ ଆମ୍ବ ପାଖକୁ ଚାଲିକି ଗଲା। ଆଉ ସୁନ୍ଦରୀ କାଉ କାଳୁ କାଉ ଦୁଇ ଜଣ ଆଶ୍ଚର୍ଯ୍ୟ ହୋଇ ସେ ଆମ୍ବଟିକୁ ଦେଖି। ମୋତେ କାହିଁ ଲାଗୁଛି ଇଏ ବୋଧେ ଅଲଗା କିଛି ଆମ୍ବ, ସୁନା ପରି ତ ଦେଖାଯାଉଛି। ଏଇଠି ସୁନ୍ଦରୀ, ସତରେ କ'ଣ ଇଏ ସୁନା ଆମ୍ବ? ଇଏ ଯଦି ସୁନା ଆମ୍ବ ହେଇଥିବ, ଆମ ଭାଗ୍ୟ ବଦଳିଯିବ ତ। ହଁ ହଁ କାଳୁ କାଉ, ଆମେ ଏ ଆମ୍ବ ନେଇ ଧନୀ ହେଇଯିବା। ଦୂରରେ ଗୋଟେ ଗଛ ଉପରେ ଥାଇ କଣା ପେଚାଟି ଦେଖୁଥାଏ। ମୁଁ ଇଏ କ'ଣ ଦେଖୁଛି? ସୁନାର ଆମ୍ବ ସତରେ ନା କ'ଣ? ଯାଉଛି ଯିବି, ଚୋର ସର୍ଦ୍ଦାରଙ୍କୁ ଜଣେଇଦେବି ଯେ ଜଙ୍ଗଲରେ ଏ ଗଛରେ ସୁନା ଆମ୍ବ ଫଳୁଛି ବୋଲି। ଏମିତି କହି କଣା ପେଚା ସେଠାରୁ ଚାଲିଗଲା। ଏଇଠି କାଳୁ କାଉ, କିଏ ଆସିବା ପୂର୍ବରୁ ଚାଲ ଏ ଆମ୍ବଟାକୁ ନେଇ ଆମେ ଘରକୁ ପଳେଇବା। ହଁ ହଁ ସୁନ୍ଦରୀ, ଠିକ୍ କଥା। ଚାଲ ଆମେ ଆକୁ ନେଇ ଘରକୁ ପଳେଇବା। ସେ ଦୁହେଁ ସେ ଆମ୍ବଟିକୁ ନେଇ ସେଠାରୁ ଘରକୁ ପଳେଇଲେ। ସେପଟେ କଣା ପେଚା ଯାଇ ଶାଗୁଣାକୁ ସବୁ କଥା। ସତରେ ନା କ'ଣ କଣା? ସେ ଗଛରେ ସୁନା ଆମ୍ବ ଫଳୁଛି? ହଁ ଆଜ୍ଞା, ସତ କହୁଛି। ସେ ଗଛରେ ମୁଁ ନିଜ ଆଖିରେ ଦେଖିଛି କାଳୁ କାଉ ତା ସ୍ତ୍ରୀ ସୁନା ଆମ୍ବ ନବାର। ସର୍ଦ୍ଦାର ଆଜ୍ଞା, ଆଉ ଡେରି କରିବାନି, ଚାଲ ଯିବା ଆମ୍ବଟାକୁ ନେଇ ଆସିବା। ଆଜ୍ଞା, ଗୋଟେ ଆଖିରେ ହଉନା କାହିଁକି, ମୋ ସାଙ୍ଗ ଯାହା ଦେଖିଛି ଠିକ୍ ଦେଖିଥିବ। ଚାଲନ୍ତୁ ଯିବା, ଆଉ ଡେରି କରିବାନି। ସର୍ଦ୍ଦାର ଆଜ୍ଞା, ଆଉ ଡେରି କରିବାନି, ଚାଲନ୍ତୁ। କର, ତମେ ଦି ଜଣ ବ୍ୟସ୍ତ ହେଇଯାଉଛ। ଆଜି ରାତିରେ କାଳୁ କାଉ ଆଉ ତା ସ୍ତ୍ରୀ ଶୋଇଲା ପରେ ଆମେ ଯାଇ ଆମ୍ବଟିକୁ ଚୋରି କରିବା। ହଁ ହଁ ଆଜ୍ଞା, ଠିକ୍ କହିଛନ୍ତି ଆପଣ। ସେ ଦୁହେଁ ସେ ଆମ୍ବକୁ ଛାଡ଼ି କୁଆଡ଼େ ଯାଉନାହାନ୍ତି। ରାତିରେ ସେ ଆମ୍ବ ଧରି ଶୋଇଥିଲା ବେଳେ ଆମେ ଯାଇ ଆମ୍ବଟିକୁ ନେଇ ଆସିବା। ବହୁତ ସତର୍କରେ ଯିବାକୁ ପଡ଼ିବ। ହଉ ହଉ ଆଜ୍ଞା, ଆମେ ତାହେଲେ ରାତିକକୁ ଅପେକ୍ଷା। କାଳୁ କାଉ ସେ ସୁନାର ଆମ୍ବ ପାଇ ଭାରି ଖୁସି ହେଉଥିଲା। ଏଠି କାଳି, ଏ ସୁନାର ଆମ୍ବ ଦେଖି ମୋ ଗୋଡ଼ ଆଉ ତଳେ ଲାଗୁନି। ଓହୋ, ଏତେ ଆଉ ଖୁସି ହୁଅନି, ରାତି ବହୁତ ହେଲାଣି, ଶୋଇପଡ଼ ହେଲା। କିଛି ସମୟ ପରେ କାଳୁ କାଉ ଆଉ ତା ସ୍ତ୍ରୀ ଶୋଇପଡ଼ିଲେ। ଆଉ ସେପଟେ ଦେଖିଲା ବେଳକୁ ଶାଗୁଣା ଆଉ କଣା ପେଚା ଆସି ପହଞ୍ଚିଗଲେ। ତମେ ଦି ଜଣ ଏଇଠି ଠିଆ ହୁଅ, ମୁଁ ଘର ଭିତରକୁ ଯାଇ ଆମ୍ବଟିକୁ ନେଇକି ଆସୁଛି। ତାପରେ ଶାଗୁଣା ଘର ଭିତରକୁ ଗଲା। ଆଉ ଚୁପ୍ ଚୁପ୍କି ଯାଇ କାଉ ମୁଣ୍ଡ ଉପରୁ ଆମ୍ବଟିକୁ ନେଇ ଆସିଲା। ଆଉ ସୁନା ଆମ୍ବଟିକୁ ନେଇ ବାହାରକୁ ଚାଲିଗଲା। ଚାଲ ଚାଲ, ଏଥର ଗୁମ୍ଫାକୁ ଆମେ ଚାଲିଯିବା। ମାନେ ଆମ୍ବଟିକୁ ନେଇ ସେଠାରୁ ଚାଲିଗଲେ। ଆଉ ସକାଳ ପାହିଲା। ସକାଳ ପାଇଲା ପରେ କାଳୁ କାଉ ଆଉ ତା ସ୍ତ୍ରୀ ଆମ୍ବଟିକୁ ନ ଦେଖି ବ୍ୟସ୍ତ ହୋଇପଡ଼ିଥାଏ। ଏଇଠି ତ ଆମ୍ବଟାକୁ ରଖିଥିଲୁ, ଗଲା କୁଆଡ଼େ? କେଜାଣି, ମୁଁ ତ ମୁଣ୍ଡ ପାଖେ ରଖି ଶୋଇଥିଲି।
ତମେ ଏଇଠି ଥାଅ, ମୁଁ ଯାଉଛି ପୋଲିସ ଷ୍ଟେସନ। ଆଉ ସେଠି ଯାଇକି ସବୁ କଥା ଜଣେଇଲେ ସେ ମୋତେ ସାହାଯ୍ୟ କରିବେ। ହଉ ହଉ ତମେ ତାହେଲେ ଯାଅ। ସୁନ୍ଦରୀ କାଉ ଯାଇ ପୋଲିସ ଷ୍ଟେସନରେ ପହଞ୍ଚିଲା ଆଉ ପୋଲିସକୁ ସବୁ କଥା କହିଲା। ପୋଲିସ ତାକୁ କହିଲା, ତୁମେ ବ୍ୟସ୍ତ ହୁଅ ନାହିଁ, ତୁମର ଆମ୍ବ ତୁମେ ନିଶ୍ଚିନ୍ତ ପାଇବ। ମୋଠୁ କେହି କେବେ ଖସି ଯାଇପାରନ୍ତିନି। ତୁମେ ଜମା ବ୍ୟସ୍ତ ହୁଅନି, ତୁମେ ମୋ ଉପରେ ଭରସା ରଖ। ଆଜ୍ଞା ସାର୍, ମୁଁ ଏଥର ଆପଣଙ୍କ ଭରସାରେ ରହିଲି। ଠିକ୍ ଅଛି, ମୁଁ ଯାଉଛି ଏବେ ସେ ଚୋରକୁ ଖୋଜି ଆଣିବି। ପୋଲିସ ଚାରିଆଡ଼େ ଖୋଜି ଥକି ଗୋଟେ ଗଛ ଉପରେ ବସିଥିଲା। ଆଉ ହଠାତ୍ କି ଦେଖେ ତ 3 ଚୋର ଉଡ଼ି ଉଡ଼ି ଯାଉଛନ୍ତି। ଆରେ ଏମାନେ କ'ଣ ସେ ସହର ଆଡ଼କୁ ଯାଉଛନ୍ତି? ଆଉ ଏମାନେ ସେ ସୁନା ଆମ୍ବ ଚୋରି କରିନାହାନ୍ତି ତ? ଯାଏ ଦେଖେ ସେମାନଙ୍କ ପାଖକୁ। ତାଙ୍କୁ ଧରି 2 କାଠି ଲଗେଇଲେ ସିଏ ଯାଇ ସବୁ ସତ କଥା କହିବେ। ପୋଲିସଟା ଯାଇ ସାଙ୍ଗେ ସାଙ୍ଗେ 3 ଚୋରଙ୍କ ପାଖରେ ପହଞ୍ଚିଗଲା। ଆପଣ କାହିଁକି ଆମ ବାଟ ଜଗିଛନ୍ତି? ମୁଁ ଏ ଜଙ୍ଗଲର ଡନ୍। ଆପଣ ମୋତେ ଚିହ୍ନି ନାହାନ୍ତି। ଚୁପ୍ କର, ତୁ କ'ଣ ଚିହ୍ନେଇବୁ? ସେ ସୁନା ଆମ୍ବ କୋଉଠି ରଖିଛ ଦିଅ। କୋଉ ସୁନା ଆମ୍ବ? କାହା ସୁନା ଆମ୍ବ? ମୁଁ ଜାଣିନି। ନାଇଁ ଆଜ୍ଞା, କୋଉ ସୁନା ଆମ୍ବ ଆମେ ଜାଣିନାହୁଁ। ଓହୋ, ତୁମେ ତାହେଲେ ଏମିତି ଭଲରେ ମାନିବନି। 2ଟି ଲାଠି ପଡ଼ିଲେ ତମେ ଯାଇକି ସବୁ ସତ କଥା କହିବ। ଚିଲ ମାଡ଼ ଭୟରେ ସୁନା ଆମ୍ବଟା ଦେଇଦେଲା ପୋଲିସକୁ। ଆମ୍ବଟିକୁ ଦେଇ ସେମାନେ ଭୟରେ ସେଠାରୁ ଚାଲିଗଲେ। ଆଉ ପୋଲିସଟି ଆମ୍ବଟିକୁ ଆଣି ଥାନାକୁ ଆସିଲା। ଆଉ ସୁନ୍ଦରୀ କାଉ ଥାନାରେ ଜଗି ବସିଥିଲା ଆଉ ଆମ୍ବ ପାଇ ବହୁତ ଖୁସି ହେଲା।